ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଆପଣ ତ ମାନେ ତ ଜାଣିଛନ୍ତି ଏବେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଛି, କିନ୍ତୁ ଆଜିର ବିଷୟବସ୍ତୁ ହେଲା ଠାକୁରାଣୀ ଯାତ୍ରାରେ ଧର୍ମଝଣ୍ଡା କାହିଁକି ମହିଳାମାନେ ପୂଜା ଅର୍ଚ୍ଚନା କରନ୍ତି। ଆପଣ ତ ଦେଖିଥିବେ, ଦେଖନ୍ତୁ ପ୍ରଥମେ ଆପଣ ଅସ୍ଥାୟୀ ମନ୍ଦିରକୁ ଗଲାବେଳେ ତା ସାଇଡ଼୍ରେ ମାନେ ଆମ ଗଲାବେଳକୁ ଆମର ରାଇଟ୍ ସାଇଡ଼୍ରେ ଯେଉଁଠି ଦେଶୀ ବେହେରାଙ୍କ ଘର ଥାଏ, ସେ ଦେଶୀ ବେହେରାଙ୍କ ଘରର ପାଖରେ ହିଁ ମାନେ ଦାଣ୍ଡରେ ହିଁ ସେ ଧର୍ମଝଣ୍ଡା ଲାଗିଥାଏ। ସେଇଠି ସବୁ ସ୍ତ୍ରୀ ଲୋକମାନେ ହଳଦୀ ଆଉ ସବୁ ପ୍ରକାର ସୁହାଗ ଜିନିଷ ଦେଇକି ପୂଜା କରନ୍ତି, ଆଉ ନଡ଼ିଆ ଭାଙ୍ଗନ୍ତି, ଦୀପ ବି ଲଗାନ୍ତି। କିନ୍ତୁ ସେଇଠି ଦୀପ ବୁଲେଇକି ଆଣିକି ଷ୍ଟାଣ୍ଡରେ ଲଗାନ୍ତି। ସେଇଠି କାହିଁକି ପୂଜା ଅର୍ଚ୍ଚନା କରାଯାଏ? ମା ତ ରହିଲେ ଅସ୍ଥାୟୀ ମଣ୍ଡପରେ, ଅସ୍ଥାୟୀ ମଣ୍ଡପର ଜଷ୍ଟ ପୂର୍ବରୁ, କିନ୍ତୁ ଧର୍ମଝଣ୍ଡା କାହିଁକି ପୂଜା କରାଯାଏ ସେ ବିଷୟରେ ଆମେ ଆଲୋଚନା କରିବା। ତା'ର ବିଶେଷତ୍ୱ କ'ଣ କ'ଣ ଧର୍ମଝଣ୍ଡା ବିନା ଆମର ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇପାରିବନି କି? ସେ ବିଷୟରେ ଆମେ ଆଲୋଚନା କରିବା। ବ୍ରହ୍ମପୁର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ସ୍ଥାପନ ହୋଇଥାଏ ଧର୍ମଝଣ୍ଡା। ପରମ୍ପରା ଓ ରୀତିନୀତି ନେଇ ଆୟୋଜିତ ହୋଇଥାଏ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ମାଙ୍କ ଯାତ୍ରାର ପଞ୍ଚମ ଦିନରେ ସ୍ଥାପନ ହୋଇଥାଏ ଧର୍ମଝଣ୍ଡା। ଠାକୁରାଣୀ ଯାତ୍ରାର ପରମ୍ପରା ଅନୁଯାୟୀ ଯାତ୍ରାର ଚତୁର୍ଥ ଦିବସରେ ମାଙ୍କ ରାତ୍ର ସମୟରେ ଘଟ ପରିକ୍ରମା ସମୟରେ ମା କମଳାବାରି ସାହିକୁ ଯାଇ ଧର୍ମଝଣ୍ଡା ପାଇଁ ନିମନ୍ତ୍ରଣ କରନ୍ତି। ଏହାପରେ ପଞ୍ଚମ ଦିବସରେ ସାହି ବାସିନ୍ଦାଙ୍କ ପକ୍ଷରୁ ତୁରନ୍ତ ଧର୍ମଝଣ୍ଡାକୁ ନେଇ ପାରମ୍ପରିକ ଭାବରେ ମାଙ୍କ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଏ। ପରେ ମାଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଏହାକୁ ସ୍ଥାପନ କରାଯାଇଥାଏ। ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସେହି ସ୍ଥାନରେ ମହିଳାମାନେ ଧର୍ମଝଣ୍ଡା ନିକଟରେ ପୂଜାର୍ଚ୍ଚନା କରିଥାନ୍ତି। ଧର୍ମଝଣ୍ଡା ସ୍ଥାପନ କ'ଣ? ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ସ୍ଥାପନ ହୋଇଥାଏ ଧର୍ମଝଣ୍ଡା। ପରମ୍ପରା ଆଧାରିତ ମାଙ୍କର ଯାତ୍ରା ଅଦ୍ୟାବଧି ସେହି ଗୁରୁତ୍ୱ ବଜାୟ ରଖିଛି। ଯାତ୍ରା ସମୟରେ ପ୍ରଥମେ ଆମନ୍ତ୍ରଣ କରାଯାଉଥିବା ଧର୍ମଝଣ୍ଡା ଯାତ୍ରାର ପଞ୍ଚମ ଦିନରେ ମାଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଲାଗିବାର ବିଧି ରହିଛି। ନିୟମ ଅନୁସାରେ କମଳାବାରି ସାହିରୁ ଯାତ୍ରାର ପଞ୍ଚମ ଦିବସରେ ଧର୍ମଝଣ୍ଡାକୁ ଅଣାଯାଇ ସ୍ଥାପନ କରାଯାଇଥାଏ। ତାପରେ ମାଙ୍କ ଯାତ୍ରାର କିମ୍ବଦନ୍ତୀ ଅନୁଯାୟୀ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ବଂଶାନୁକ୍ରମେ ଚାଲି ଆସିଥିବା ବେଳେ ଯେତେବେଳେ ମାଙ୍କ ସ୍ୱପ୍ନାଦେଶ ହୋଇଥିଲା, ସେହି ସମୟରେ ଡେରା ସମ୍ପ୍ରଦାୟର ମୁଖିଆ ଉପାଧି ପାଇଥିବା ଭକ୍ତ ମାଙ୍କୁ ଆଣି ଯାତ୍ରା କରିବା ପୂର୍ବରୁ ସମସ୍ତ ଜାତି ଭାଇଙ୍କୁ ଜଣାଇ ଆଲୋଚନା କରିଥିଲେ। ସେହି ସମୟରେ ପୁରାତନ ବ୍ରହ୍ମପୁର ସହରକୁ 18ଟି ମଣ୍ଡଳରେ ବିଭକ୍ତ କରାଯାଇ 18 ଜଣ ସେନା ନିଯୁକ୍ତି ହୋଇଥିଲେ। ସେହି ସମୟରେ କମଳାବାରି ସାହିରେ ଜଣେ ପ୍ରମୁଖ ସେନାପତି ରହିଥିଲେ। ଉକ୍ତ ସେନାପତିଙ୍କ ଦାୟିତ୍ୱ ସେହି ସମୟରେ ରହିଥିଲା ମାଙ୍କ ପ୍ରହରା ତଥା ପ୍ରତୀକ ଧର୍ମଝଣ୍ଡାକୁ ନେଇ ମାଙ୍କ ଅସ୍ଥାୟୀ ମଣ୍ଡପର ସମ୍ମୁଖରେ ସ୍ଥାପନ କରିବା। ଏହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ସାହି ବାସିନ୍ଦା ହିଁ ମାଙ୍କ ଧର୍ମଝଣ୍ଡା ସାମୂହିକ ଭାବରେ ଆଣି ସ୍ଥାପନ କରୁଛନ୍ତି। ଧର୍ମଝଣ୍ଡା ସ୍ଥାପନ କରିବା ପଛର କାରଣ କ'ଣ? ଅନେକଙ୍କ ମତରେ ପୁରୀ ଶ୍ରୀକ୍ଷେତ୍ର ଧାମରେ ଯେଭଳି ମହାପ୍ରଭୁଙ୍କ ସମ୍ମୁଖରେ ଅରୁଣ ସ୍ତମ୍ଭ ରହି ଭକ୍ତ ଦର୍ଶନ କରନ୍ତି, ସେହିପରି ଧର୍ମଝଣ୍ଡା ନିକଟରେ ରହି ମାଙ୍କ ଦର୍ଶନ କରିବାର ବିଧି ରହିଛି। କାରଣ ମାଙ୍କର ଯାତ୍ରା ହେଉଛି ପତିତ ପାବନୀ ଯାତ୍ରା ଓ ପ୍ରଭୁ ଜଗନ୍ନାଥଙ୍କର ଯାତ୍ରା ହେଉଛି ପତିତ ପାବନ ଯାତ୍ରା। ସେଇଥିପାଇଁ କିଛି ସମାନତା ଦେଖିବାକୁ ମିଳେ, ଯାହା ମାଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ପଞ୍ଚମ ଦିବସରେ ସ୍ଥାପନ ହୋଇଥାଏ। ଏହି ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ କଲେ ଧର୍ମଝଣ୍ଡା ପଛରୁ ପୁନର୍ଜନ୍ମ ହୋଇନଥାଏ ବୋଲି ବିଶ୍ୱାସ ଅଛି। ଏହି ଧର୍ମଝଣ୍ଡାରେ ଲାଗିଥିବା 2ଟି ଲାଲ ଓ କଳା ରଙ୍ଗର ପତାକା ଧର୍ମର ପତାକା ବୋଲି ବିଶ୍ୱାସ କରାଯାଏ। ଧର୍ମଝଣ୍ଡା ନିକଟରେ ମହିଳାମାନେ କାହିଁକି ପୂଜାର୍ଚ୍ଚନା କରନ୍ତି? ଧର୍ମଝଣ୍ଡା ସ୍ଥାପନ ପରେ ଏହା ନିକଟରେ ମୁଖ୍ୟତଃ ମହିଳାମାନେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଥାନ୍ତି। ଉକ୍ତ ସ୍ଥାନରେ ମହିଳାମାନେ ହଳଦୀ ପାଣି ଢାଳି ପୂଜାର୍ଚ୍ଚନା କରିଥାନ୍ତି। ସେହି ସ୍ଥାନରେ ପଣା ପାଣି ଦେବା ସହିତ ପିଠା ମିଠା ଭୋଗ କରି ନିଜର ଓ ନିଜ ପରିବାରର ମଙ୍ଗଳ କାମନା କରି ଏହି ପୂଜାର୍ଚ୍ଚନା କରିଥାନ୍ତି ବୋଲି କହନ୍ତି ଠାକୁରାଣୀ ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରା। ମାନେ ଦେଶୀ ବେହେରା ହେଉଛନ୍ତି ତାଙ୍କ ବାପା। ତାପରେ ଧର୍ମଝଣ୍ଡା ସ୍ଥାପନ ସମୟରେ ବିଭିନ୍ନ ପଟୁଆର ବେଶ ମଧ୍ୟ ହୋଇଥାଏ। ଧର୍ମଝଣ୍ଡା ସ୍ଥାପନ ସମୟରେ ଦେଖିବାକୁ ମିଳିଥାଏ ସ୍ୱତନ୍ତ୍ର ବେଶ ପଟୁଆର, ଯାହାକି କମଳାବାରି ସାହି ବାସିନ୍ଦା ଏହି ସମୟରେ ସେହି ପୁରାତନ ବେଶ ପରମ୍ପରା ଦାଣ୍ଡୁ ବେଶରେ ସମସ୍ତେ ସଜ୍ଜିତ ହୋଇଥାନ୍ତି। ମୁଖ୍ୟତଃ ପୂର୍ବରୁ ରହିଥିବା ରାଜ ପରମ୍ପରା ଅନୁଯାୟୀ ଧର୍ମଝଣ୍ଡା ସ୍ଥାପନ ସମୟରେ ଯେପରି ସେନାପତି ଓ ତାଙ୍କର ସହଯୋଗୀମାନେ ଆସି ଏହାକୁ ସ୍ଥାପନ କରୁଥିଲେ, ଠିକ୍ ସେହିପରି ଏହି ଦାଣ୍ଡୁ ବେଶରେ ରାଜା, ସେନାପତି, ମନ୍ତ୍ରୀ, ଦାଣ୍ଡୁ ସମସ୍ତେ ବାଜା ବଜାଇ ସେହି ପରମ୍ପରାକୁ ବଜାୟ ରଖି ମାଙ୍କ ନିକଟକୁ ଆସି ଧର୍ମଝଣ୍ଡା ସ୍ଥାପନ କରିଥାନ୍ତି। ଦାଣ୍ଡୁ ବେଶରେ ସଜ୍ଜିତ ହୋଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖନ୍ତୁ ଏବେ ଯିଏ ଦାଣ୍ଡୁ ବେଶରେ ସଜ୍ଜିତ ତାଙ୍କ ନାଁ ହେଉଛନ୍ତି ଅଭିଜିତ କର।
ମାଆଙ୍କୁ ବାପା ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପୁଣି 2 ବର୍ଷକୁ ଥରେ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଧର୍ମକୁ ସାକ୍ଷୀ ରଖି ଏହି ଧର୍ମଝଣ୍ଡା ସ୍ଥାପନ କରିଛନ୍ତି ବୋଲି କୁହାଯାଏ। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କହିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ମା ବୁଢ଼ୀ ଠାକୁରାଣୀଙ୍କର ଜୟ ହେଉ। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଜୟ ମା ବୁଢ଼ୀ ଠାକୁରାଣୀ ଜୟ ବୋଲି ଲେଖିଦେବେ। ହେ ମା ଦୁନିଆର ସମସ୍ତଙ୍କର ମଙ୍ଗଳ କରନ୍ତୁ ମା।